ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢ଼ିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡ଼ିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେହି ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡ଼ିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡ଼ିଓରେ କ'ଣ ରହିଛି। ଆଜିର ଭିଡ଼ିଓରେ କଥା ହେବା ଓଡ଼ିଶାର ପ୍ରଥମ ଖବର କାଗଜ ବିଷୟରେ। ଓଡ଼ିଶାର ପ୍ରଥମ ଖବର କାଗଜ ଥିଲା ଉତ୍କଳ ଦୀପିକା, ଯାହା 1866 ମସିହାରେ ଆରମ୍ଭ ହୋଇଥିଲା। ଏହା କଟକରେ ଗୌରୀଶଙ୍କର ରାୟ ଏବଂ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ଖବର କାଗଜଟି ଓଡ଼ିଆ ଭାଷା, ସାହିତ୍ୟ ଏବଂ ଆଞ୍ଚଳିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। 1866 ମସିହାରେ ଓଡ଼ିଶା ଦୁର୍ଭିକ୍ଷ ସମୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଉତ୍କଳ ଦୀପିକା ମଧ୍ୟ ଏକ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ପାଇଁ ଆନ୍ଦୋଳନକୁ ସମର୍ଥନ କରିଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି ମତାମତ ଅଛି, କିଛି ଅଧିକା ଜାଣିବାକୁ ଅଛି, ତାହା ମଧ୍ୟ କମେଣ୍ଟରେ ଲେଖିକି ଦେବ। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।